से उड़ूड़ा उड़ूड़ा से उड़ूड़ा उड़ूड़ा से उड़ूड़ा যা অজা অজা ইরে সে সরা অজাটা কোন এপর্যন্ত দেখা নেই ইরে মতে কালি কইলে তুই 10টা বেলু পাইলে গোটে নিহাতি জরুরি কথা তাবা মতে পুরো চুপ চুপ ক্লাউজ দেখলে মু 10টা কোন 9:30 রে উঠি পৌঁছিছি ইরে ঘন্টাতে হেলা এপর্যন্ত অজা মরে দেখা নেই ইরে সে সরাটা কোন গঞ্জে ফঞ্জে খাইছে না কোন কালি গোটে কথা আজি দেখলাম এত বলে আজি গোটে কথা অজা অজা এ অজা ସେ କୁଆଡେ ଗଲେ ସେ ଅଜା କାହିଁ ଗୋଟେ ଆଜ୍ଞା ନମସ୍କାର 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 ଅଜା ତୁ ତ ଇଆଡୁ ହାଲା ପକେଇଲୁଣି ସଳା କଥା ଶୁଣିଲେ ପୁଣି କଣ ଚାରିଆଡେ ମିଚିବୁ ଡାକିବି ନା କଣ ତମରି ଘରକୁ ମୁଁ ଆଇଛି ତମେ ଏଠି ଆଗ ବସିବା କଥା ମୁଁ ଆଗ ବସିବା କଥା ଘଣ୍ଟେ ହେଲେ ମୋ ମୁଣ୍ଡ ଖରାପ କରିଦେଲେ ଶୁଣୁ ଆରେ କାନ୍ଥ ବାଡର କାନ ଅଛି ହଁ କଣ କହିଲ କଣ କହିବା କଥା କୁହ କଣ କୁହ ଶୁଣ ହଁ କହିଲ ସେ କଥା ତୁ କାହାକି କହିବୁ ନା କହିବି ମୁଁ କାହାକୁ ଆରେ ଶୁଣୁ ଭାଡୁଆ କଥା ମୋର ତୋ ଆଇର ହବ ବାହାଘର ବୁଝିଲୁ 6টাର ମା ହଇଲେ କି ହେବ ସେ ତ ଏଇଲେ ତ ଛନ ଛନିଆ ଯେତାକୁ ଦେଖିବ ଘଣ୍ଟେ ଚାହିଁବ ବୁଢା ବି ହଇବେ ହରବର ଆରେ ଶୁଣୁ ଭାଡୁଆ କଥା ମୋର ତୋ ଆଇର ହବ ବାହାଘର 6ଟା ଛୁଆ ହେଇଛି ତଥାପି ବୁଢା ବି ତାକୁ ଦେଖିଲେ ଆକର୍ଷିତ ହେବେ ଏମିତି ଆୱାଜ ରେ ସେଇ ଆରେ ଶୁଣ କାହିଁକି ବାହାରି କାହିଁକି 6ଟା ଛୁଆ ପୋଷିବ କି ସତଟା ଆଉ ତା ମା ତ ମରିଯାଇଛି ନା ହଁ ହଁ ନାଇଁ ଠିକ 6ଟା ପୁଅ ପୁଣି ଛୁଆ ପୁଣି ବଞ୍ଚିବ କେମିତି ହଁ ହଁ ଛୁଆ ବଞ୍ଚିବା ପାଇଁ ଆଉ କୋଉ ଛୁଆ ଯାଇଛି ତାହେଲେ କୁହ କଣ ହେଲା କହିଲ ହଁ କୁହ ଆରେ ସିଏ ମୋ ଦ୍ୱିତୀୟ କନ୍ୟା 6টাର ମା ହଇଲେ କି ହେବ ଚେହେରାଟା ଛନ ଛନିଆ ଯେତାକୁ ଦେଖିବ ଘଣ୍ଟାଏ ଚାହିଁବ ବୁଢା ବି ହଇବେ ହରବର ଶୁଣୁ ଭାଡୁଆ କଥା ମୋର ଯାଉ ବଢିଆ ସେଇଠୁ ଆଉ କଣ କହିଲେ ବଢିଆ ସ୍ତ୍ରୀଟି ଆଉ ଏ ଶୁଣ କଥାର ମଜି ଏଠି ଅଛି କୋଉଠି ମାଣପୁରର ସେ ନରୀ ସ୍ୱାଇଁ ହଁ ତା ମାଇପ ମରିଛି ରସି ଦେଇ ମାଣପୁରର ସେ ନରୀ ସ୍ୱାଇଁ ତା ମାଇପ ମରିଛି ରସି ଦେଇ ରସିକ ପଣରେ ପାରୁଡା ପୋକସେ ବୁଝିଲୁ ରସିକ ପଣରେ ପାରୁଡା ପୋକସେ ଆରେ ଧୋତି ସାଙ୍ଗେ ପଞ୍ଜାବୀ ଧୋତି ସାଙ୍ଗରେ ପଞ୍ଜାବୀ ଆରେ କି ଚମତ୍କାର ଶୁଣୁ ଭାଡୁଆ କଥା ମୋର ତୁ ଆଇର ହବ ବାହାଘର ତମେ କଣ ଆଇକି ତା ସାଙ୍ଗରେ ବାହାର କରିବ ନା କଣ ଆରେ ତୁ ତ ଏପର୍ଯ୍ୟନ୍ତ କିଛି ଜାଣିନୁ ନାଇଁ କାହିଁକି ମତେ ଲାଗୁଛି ସେଇଭଳିଆ ନହେଲେ ମାଣପୁର ସେ କଥା କାହିଁ କୁହାଇଥାନ୍ତା ଏଇଠି ଏ ଜମିଦାର କଥା ବୋଧେ ଆରେ ଶୁଣ କଣ କହିଲ ନାହିଁ ତାର କିଛି ଛୁଆ ପିଲା ତାର ଛୁଆ ପିଲା ନାହିଁ ତାର କିଛି ଛୁଆ ପିଲା ବୁଢାକୁ 70 ପୁରୀ ଗଲା ଆଚ୍ଛା ସେଇଠୁ ନାହିଁ ତାର କିଛି ଛୁଆ ପିଲା ବୁଢାକୁ 70 ପୁରୀ ଗଲା ନୁଙ୍ଗୁଳେ ରସିକ ପଣରେ ପାରୁଡା ପୋକସେ ପଞ୍ଜାବୀ ସାଙ୍ଗକୁ ଧୋତି କି ଚମତ୍କାର ମାନେ ସେ ଭାରି ରସିକିଆ ଭାରି ଚିକଣିଆଟା ଆଉ କଣ ସେତିକି ଆଉ ନୁଙ୍ଗୁଡା ପଣରେ ହିରୋ ସିଏ ଏମିତିଆ କାହାକୁ ଦିଏ ନା ଟଙ୍କାଟାଏ ଦିଏ ସୁନୁ ପତ୍ର ତ କାହାକୁ ଦବନି କିନ୍ତୁ କଣ ହେଇଯାଉଛି ସିନ୍ଧୁକ ଭରିଛି ସୁନା ଗହଣାରେ ପରି ମହାଜନୀ କାରବାର ଆରେ ଶୁଣୁ ଭାଡୁଆ କଥା ମୋର ଏତେ ସୁନା କହନା ଆଉ ଯିଏ ଥରେ ନେଲା ଆଉ ସେ କଣ ଲେଉଟେଇକି ତା ପାଖକୁ ନେଇଯିବି ବାପା ରହିଲା ସେଇଠି ଆଉ ସିଏ ଦବ ନାହିଁ ଏଫେରେଇବ ଶୁଦ୍ଧ ମୂଳ କଷିକିରି ନେଇଯିବ ସେ ତ ଦେଇପାରିବ ସେ ତ ସେଇ ହିସାବରେ ଦିଆ ହେଇଥିବ ସେଇଠି କଣ ହେଇଛି ଆରେ ଶୁଣ ମୁଁ ଆଗରୁ କଣ କରୁଥିଲି ଓସ୍ତ ପତରକୁ ବର ପତର ଯୋଡି ବାଟା ଅଟେ କାମ ମୋହର ମାନେ ମୋ ଅଜାର ସେଇଠି କଣ ବୁଝିପାରିଲୁ ଓସ୍ତ ପତ୍ର ବଡ ପତ୍ର ଯୋଡିଆ ମାନେ କଣ ମାନେ ବାହାଘର ବାହାଘର କରିଛନ୍ତି ବୁଝିଲୁ
ସେଇଠୁ ଓସ୍ତ ପତରକୁ ବର ପତର হ্যাঁ। ଯୋଡ଼ିବାଟା ଅଟେ କାମ ମୋହର ବୁଝିଲୁ ହଁ। ଓସ୍ତ ପତରକୁ ବର ପତର ଯୋଡ଼ିବାଟା ଅଟେ କାମ ମୋହର ଆଚ୍ଛା ଆଚ୍ଛା ସେଇଠୁ ଏବେ ସିନା ଗଲି ବୁଢ଼ା ହୋଇ ହଁ ଏଇଟା ବୁଢ଼ା ହେଇଗଲି ହଁ ଏବେ ସିନା ଗଲି ବୁଢ଼ା ହୋଇ হ্যাঁ 100 ବାହାଘର କରି ମୁଁ ସାରିଛି হ্যাঁ ଭାଡ଼ୁଆରେ ଏବେ ଆଉ ବଳ ପାଉନାହିଁ 100 ବାହାଘର ପରେ ଆଉ ବଳ ବଳ କାହିଁକି ତାଗଡ଼ା ଅଛ ନାଇଁ, ଆଉ କୁଆଡ଼େ ଯାଇପାରୁନି ସାଇକେଲ ଚଲେଇ ପାରୁନି ନାଇଁ, ନାଇଁ, ଆଉ ମନର ସ୍ପୃହା ଭାଙ୍ଗି ଯାଇଥିବ ନହେଲେ ଅଛ ଦେଖୁଛୁ ତ 6-6ଟା ପିଲା ହଁ ଖାଇବା ପାଇଁ କି ଠେଲା ଠେଲା ଘରେ କ'ଣ ଅଛି ଯେ ଦେବି ଦେଖୁଛୁ ତ ସବୁ ଆଉ ହଁ ଇଏ ତ କହି ଚାଳ କଣା ହେଇଯାଇଛି ଏ ଅଜା ବସା କହୁନି ତ ଆରେ ଏ ବର୍ଷ ଘର ଛାଣି ହୋଇନି ଆରେ ଆରେ ସେ କଥା କହୁନୁ ଆଉ ଏ ବର୍ଷ ଘର ଛାଣି ହୋଇନି ହଁ খুঁট ফুট উই খাইতে গলে ଏମିତି ଅବସ୍ଥା ଘରେ ତମେ ରହୁଛ ଅଜା ମୋର ଆଖିରେ ଲୁହ ରହୁନି ସେ କଥା ଶୁଣିଲା শুণ শুণ ସେଇ উই খাইলানি ওরাকু দেখে ହଁ ବା ତମେ ଦେଖୁଛ ଏଇଠି ଉଇ ଖାଇଛନ୍ତି ଆଉ উই খাইলানি ওরাকু দেখে ହଁ পানি গড়ুছি ঝড় ঝড় ଓହୋ শুণ ঘরবা কথা মোর আরে তো আইর হব বাহাগ ସକାଶେ କହୁଛ ଆଉ ଆଚ୍ଛା ହଉ 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 ସେଇଥିପାଇଁ ଏବେ ସବୁ ଚାଲିଛି ଆଉ ସେଇଠି କ'ଣ ହେଇଛି କହିଲେ କହିଲେ আরে সে মহাজন কোন কহি জানিছু କ'ଣ କହୁଛନ୍ତି গোটে লোক পঠেইছে ଆମ ପାଖକୁ ସତରେ 500 ଟଙ୍କା ଦେଇକିରି ଆଚ୍ଛା 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 ସେଇଠୁ ତମେ କ'ଣ କଲ হ্যাঁ ତମେ କ'ଣ କହିଲ ମୁଁ ସେ 500 ଟଙ୍କା ରଖିଦେଲି ମୁଁ କହିଲି ଦେଖିବା হ্যাঁ আরে ମୁଁ ସତ କଥା କହିଗଲି ତତେ କହିବିନି ଆଉ କାହା କହିବି ମତେ ମୁଁ ନାତିଟା ମତେ କହିବି ଦାଦା ମୋର ତ ବଳ ପାଉନି କୁଆଡେ ଯିବା ଠିକ ଅଛି ମୁଁ ସବୁ କରିନେବିନି ବ୍ୟସ୍ତ ହଁ। ନାହିଁ ହଁ ସେଇଠୁ କ'ଣ ହେଲା କହିଲି ବୁଝିଲୁ? ହଁ আরে ঠিক କରିଦେଲେ ପିଲାଟିଏ ଖବର ଦେଇଥିଲା ବୁଢା ହଁ। ଠିକ କରିଦେଲେ ପିଲାଟିଏ ହଁ 50,000 ଦବ ସିଏ ଅଜା ହଁ 50,000 ତାପରେ ପିଲାଟିଏ ଠିକ କରିଦେଲେ ହଁ। ପୁରା 50,000 ଦବ 50,000 ହଁ ଅଜା 50,000 ମୋର କିଛି ହବ ତ ହେ ଶୁଣ ଶୁଣ ମୁଁ କଣ ଭାବିଛି ଜାଣିଛୁ ହଁ କ'ଣ କହିଲ କହିଲ ଆଇକି ତୋହର କନ୍ୟା ସଜେଇ ହଁ ତୁ ଆଇକି କନ୍ୟା ସଜେଇ ଦବା କନ୍ୟା ସୁଝି ଦେବା ହଁ କି କନ୍ୟା ସୁଝି ଦେବା ହଁ। ସେଇଠୁ କ'ଣ କରିବା କହିଲ କ'ଣ କରିବା କହିଲ କହିଲ ଆରେ ଶୁଣ ଆଇକି ତୋହର କନ୍ୟା ସଜେଇ ଅଜୟ ମନକୁ ତାହାର ଦବାରେ ରଞ୍ଜେଇ କାହାର ସେଇଠୁ ଆଇକି ତୋହର କନ୍ୟା ସଜେଇ ମନକୁ ତାହାର ଦେବାରେ ରଞ୍ଜେଇ ଜମିଦାର ବୁଝିଲୁ? ସେଇଠୁ ଆଇକୁ କହିବୁ ହଁ ବୁଝିଲୁ ହଁ କ'ଣ କହିବି ଆଇକି ଟିକେ ଯାଇକିରି କହିଦବୁ ହଁ କ'ଣ କହିବି କ'ଣ କହିବି କହ ଶୁଣ ତତେ ଗୋଟି ଗୋଟି କହୁଛି ଛୟାର ମଜା ମଜା କର ଖାଲି ମନ ଖୁସି ଆଇକି କହିବୁ ଓହ୍ଲେଇବ ସେଇଠୁ হ্যাঁ ଶାଢ଼ୀ ପାଲଟିବ ହଁ ଡ୍ରେସ୍ ପିନ୍ଧିବ କ'ଣ ଆଉ ସେ ଦେଖିବ କ'ଣ ଆଉ ତାହେଲେ ଇଏ ଆଇ ଏ କଥା ଅଜା ଜାଣିଛି ତ ଆରେ ମୁଁ କହୁଛି ଶୁଣ ହଁ ସେଇ হ্যাঁ ଡ୍ରେସ୍ ପିନ୍ଧିବ ବୁଝିଲୁ ହଁ ଏତ କହିବ ତାଇ କହିଲୁ ହଁ ଅଜା ତ କହିବେ ଆଉ ଆମେ ତ ଦରକାର ଆଉ ମାଲ ଧରି ଆଣିବା ଆଉ ସେଇ ମୁଁ ଚେଷ୍ଟା କରିକି କରିଦେବି ଆରେ ଶୁଣ ହଁ କୁହ ଆଇର ତା ସାଙ୍ଗେ କରିଦବା ଆମେ ବାହାଘର ହଁ ଶୁଣୁ ଭାଡୁଆ କଥା ମୋର ତାହେଲେ ବାହାଘର କରିବା ଯେ ହଁ। ଆଇ ଏ କଥା ଶୁଣିବ ଯଦି କ'ଣ ଭାବିବ ଜାଣିଛନ୍ତି ସେ କାମ ମୁଁ ସାରି ଦେଇଥିଲି ବାପା ଆଗରୁ ହଁ ହଁ ମୋ ଅଜା ଯାହା କିନ୍ତୁ ବହୁତ ବୁଦ୍ଧି ମୁଣ୍ଡରେ ମୁଣ୍ଡେ ବୁଦ୍ଧି ତ ଆଉ କହିଲେ କ'ଣ କରିବା ମୁଁ ଏ କଥା ଆଇକି ଆଇକି କହିଲି ସେଇଠୁ ଆଇ କ'ଣ କହିଲେ ତୁ ଆଇ କ'ଣ କଲା କ'ଣ କହିଲେ ନା ହାତେ ଧରି ଚୁଲି ଫୁଙ୍କା ନଳା ହଁ ଯେମିତି ଏ କଥା ଶୁଣିଲା ହଁ ସେ ଯୋଉ ଚୁଲି ଫୁକେ ନେଇ ଯୋଉ ନଳାରେ ହଁ, ହଁ, ହଁ। ଏମିତି ଦେଖିଛୁ ଦେଖ ହଁ, ତ ଚୁଲି ମାନେ ଫୁଙ୍କାଇଲେ ଚଳିଛି ଚୁଲି ହାତେ ଧରି ଚୁଲି ଫୁଙ୍କା ନଳା ହଁ ବୁଝିଲୁ ହଁ ତୁ ଆଇବା ହଁ, ବା। ହାତେ ଧରି ଚୁଲି ଫୁଙ୍କା ନଳା ଫୁଙ୍କା ନଳା ବାଡ଼ି ପୋଷା ଲଗେଇ ଚୁଲିରା ମତେ କହିଲା ତ ଆଉ କହିବନି ତୁମେ ବାହାଘର କଥା କହୁଛ ସୁନ୍ଦର ନେବା କହୁଛ ଶାଢ଼ୀ ପିନ୍ଧ ବଦଳି ଡ୍ରେସ୍ ପିନ୍ଧ କହୁଛ କୋଉ ଲୋକଟା ଛାଡ଼ିଦେବ ତମକୁ ହାତେ ଧରି ଚୁଲି ଫୁଙ୍କା ନଳା ହଁ ବାଡ଼ି ପୋଷା ଲଗେଇ ଚୁଲିରା ମତେ କହିଲା ବୁଝିଲୁ ଫଟେଇ ଦେବି ମୁଁ ତୋର ମଥା ରାଗିଗଲେ ହଁ ଫଟେଇ ଦେବି ମୁଁ ତୋର ମଥା ହଁ। ହେଇଟି ଭାଡୁଆ କହିଦେଲି ତାକୁ ମନ୍ଦ କଥା କହିଦେଇଛ ହଁ। କେମିତି ସିଏ ତ ତାହେଲେ ବଦଳି ଯାଇଥିବ ହଁ କହିଦେଲି ତାକୁ ମନ୍ଦ କଥା କ'ଣ କହିଲ ଚୁପଚାପ କି ତାକୁ କାନରେ କହିଦେଲି
ମୁଁ କହିଲି ହେ ସତରେ ତୁ କୋଉ ବାହାବୁ ଦେଖୁଛୁ ଛଅଟା ଛୁଆ ଘର ଅବସ୍ଥା ଏମିତି ହେଁ ତାକୁ ଧପେଇକି କିଛି ନେଇ ଆସିଲେ ତୁ ଯୋଉଠି ମୁଁ ସେଇଠି ବୁଝିଲି ଆଚ୍ଛା ତୁ ଆଇ କ'ଣ କହିଲେ ଜାଣିଛୁ? କ'ଣ କହିଲେ? ସତରେ ତମେ ତ ଏମିତିକା ଲୋକ ସତରେ ତମେ ତ ଏମିତିକା ଲୋକ ଏତେ ବୁଦ୍ଧି ଥିଲା ମଗଜର ଏତେ ବୁଦ୍ଧି ତୁମେ ମଗଜରେ ସାଇତିକି ରଖିଥିଲ ମତେ ଟିକେ ଆଗରୁ କାହିଁ କହିଲ ନାହିଁ ଶୁଣିଲି ଏ କଥା ଜାଣିନଥିଲି ବୋଲି ସିଏ ସାଙ୍ଗାତି ଖଡ଼ଗୋସ୍ତ ପୁରା ଆଉ ଫୁକ ନେଲେ ଦେଇଥାନ୍ତା ମୁଣ୍ଡ ପାଖରେ ଯାହା କହିଦେଉଛି କେମିତି କୁହଛେ କଥା ସେଇଠୁ ଆରେ ସିଏ କ'ଣ ହେଲା ସେଇଠୁ ଯିଏ ଶୁଣିଥାନ୍ତା ସେ ସେଇଆ ବି କହିଥାନ୍ତା ନ ଜାଣିଥିଲେ ବୋଲି ସେମିତି ହେଇଥାନ୍ତା ନା ଜାଣିଲା ପରେ କ'ଣ ହେଲା କହିଲ ବୁଝିଲୁ ତାକୁ ଆଜି ତ କହିଦେଲ ତାପରେ ଶୁଣ ତାପରେ କ'ଣ ହେଲା ଆଇ ତ ଶୁଣିଥିବ ସବୁ ଶୁଣିକି ତ ସେ ଏକଦମ ଖୁସି ହେଇଥିବ ତମ ଉପରେ ପୁରା ନେଇକି ଆଉ ସେ ଆଉ ଫୁଙ୍କଡ଼ରେ ଉଠିବ ହାତରୁ ଖସି ପଡ଼ିବ ତଳକୁ ଆଉ ଉଠିବ ହେ ଗୋଟେ କଥା କରିବ କ'ଣ କରିବା ଏ ଯୋଉ କଥାଟା ହେଲା ତୁ ତ ନାତି ମୁଁ ତ ଅଜା ଆଇ ତତେ ନାତି ବୋଲି ଡାକେ ଡାକେ ଶୁଣ ଆଇର ତୁ ଏବେ ହବୁ ଭାଇ ରୋଲ ବଦଳେଇ ଦେବା କ'ଣ କହିଲ ଆଉ ବୁଢ଼ାକୁ ପୁଣି ପାହାନ୍ତରେ ପକେଇବା କେମିତି ଆଇର ପୁଣି ମୁଁ ନାତି ହବା କଥା ଭାଇ କେମିତି ହେବି ଅଜା ମୁଁ କହି ସାରେ ଆଇର ତୁ ଆଜି ଠାରୁ ହବୁ ଭାଇ ଭାଇ ଭଲ ହବ ଭାଇ ଶୁଣ ମୁଁ ଡାକି ଆଣୁଅଛି ତାକୁ ଯାଇ ଏଇଟା କ'ଣ ଡ୍ରାମା ଭଳିଆ ଟିକେ ରୋଲ କରିଦେବୁ ଆଉ କ'ଣ ଆସିବ ତ ସିଏ କଥା ମୂଳ ତ ସେଇ ଆଉ ମୁଁ ଭାଇ ହେଇଯିବି ହଁ ଠିକ ଅଛି ଭାଇ ହେଇଯିବି ଆଚ୍ଛା ଆଗରୁ ତ କହିଦେଇଛି ଆଇକି ସେ କାମ ସରିଛି ମୁଁ ତ ଭାଇ ହେବି ଏଣିକି ସେଇଠୁ ଭାଇ ପରେ କ'ଣ ହବ ଆଚ୍ଛା ଭାଇ ହେଇଗଲୁ ତ ଆଇ ତ ସେଉଠୁ ଗଲା ସେ ତାକୁ ଗୋଟେ କଥା କରିବି କ'ଣ କରିବି ଏବେ ମୁଁ ଯାଉଛି ମାଣପୁର ମୁଁ ମାଣପୁର ଯାଉଛି କାହାକୁ ନା ବୁଢ଼ାକୁ ଡାକିବେ ତୁ ଆଇକି ନେଇ ତୋ ଘରକୁ ପଳେଇବି ମୋ ଘରକୁ ଆଗେ ନେଇଯିବି ମାନେ ଆରେ ଶୁଣ କହିଲି ତୁ ତୋ ଆଇକି ନେଇ ତ ଭାଇ ହେଇଗଲୁ ସେ ହଉନି ହେଲା ଭାଇ ଭଉଣୀ ଆଉ ତୁ ଆଇକି ନେଇକିରି ତୋ ଘରକୁ ପଳେଇବି ମୁଁ ବୁଢ଼ାକୁ ନେଇ ସେଇଠି ତୋ ଘରେ ପହଞ୍ଚେଇବି ମୁଁ କହିବି ଇଏ ପୁଅ ଇଏ ଭାଇ ଭଉଣୀ ମୋ ଘରେ ମୁଁ ଡ୍ରେସ୍ ପତ୍ର ପିନ୍ଧେ ଭଲ ମନ୍ଦ ସିନ୍ଦୁର ପିନ୍ଧେ ତାକୁ ଚକାଚକ କରି ଥୋଇ ଦିଏ ସେଇଠି ଯାଇ ପହଞ୍ଚିବ ଏଇଆ ତ ମୁଁ ପରିଚୟ ଦେବି କ'ଣ ବୋପା ମା ନାହାନ୍ତି ଆଉ ଏ ଟୋକା ତ କିଛି କଙ୍କୁଳରୁ ନୁହେଁ ଭଉଣୀଟାକୁ ବେକାରୀ ବାନ୍ଧିକି ରଖିଛି ଆଉ କ'ଣ ବୁଢ଼ୀ କରିବ ବହୁତ ବୁଦ୍ଧି ଏ ପିଲାଟି ତମେ ଦେଖ କେମିତି ମନକୁ ଆସୁଛି ମୁଁ ଯାଇ ତୋ ଘରେ ପହଞ୍ଚିବି ବୁଢ଼ାକୁ ନେଇକିରି ମୁଁ ନେଇଯିବି ଆଚ୍ଛା କ'ଣ କରିବା ତାପରେ ଏଇଠି ତୁ ଆଇକି ଧରିକି ବାହାରି ଯା ମୁଁ ମାଣପୁର ମୁଁ ବାହାରିଯିବି ବୁଢ଼ା ଗଲାବେଳେ କ'ଣ କରିବି ଜାଣିଛୁ କ'ଣ କରିବି ସେ ଯୋଉ ହାଟ ପଡ଼ିବନି ସୋମନାଥଙ୍କ ହାଟ ନୂଆ ହାଟଟି ସେଠି କ'ଣ କରିବି ସେଠୁ କିଛି ମିଠା ନେବୁ ମିଠା ଆଉ ତ ମିଠା ନେବି ଇଏ ମାନେ ମୋ କତିରେ ଶୁଣ ମୁଁ କହିସାରି ମିଠା ନେବୁ ନେବି ଅମୁଲ ତ ଘରେ ନଥିବ ନା ଚାହା ଦେଲେ ଥବ ଅମୁଲ ଚାହା ଅଛି ଚିନି ବି ଅଛି ଅମୁଲଟେ ନେଇଯିବୁ ଦରକାର ନାହିଁ 10 ଟଙ୍କା ଅମୁଲଟେ ନେଲେ ଚଳିବ 10 ଟଙ୍କା ମାନେ ମୋ ଆଉ ଆଇକି କହିବୁ ଡ୍ରେସ୍ ପିନ୍ଧିବ ମୁଁ ତ ସେଇଟା କରିବି ସେଇଠୁ ପୁଣି ଡ୍ରେସ୍ କୋଉଠୁ ଆଣିବୁ ଡ୍ରେସ୍ ମୁଁ ତ ସେ କଥା କରିବି ଏଇଟା ଥିଲେ ଆଣିବି ନା ନାଇଁ ସେଇ କଥା ତ ମୁଁ କହୁଛି କିଛି ଦବ ଦେଲେ ହବ ନା 500 ଟଙ୍କା ଦେଇଯାଇଥିଲା ଆଗରୁ ବୁଢ଼ା ପଠେଇ ସେ ଯୋଉ 5 ଟଙ୍କା ଦେଇତେ ରଖିଦେଇଥିଲ ସେଇଗୁଟା ତ ସେଠି ସେ କୋଉଠି ଅଛି ସେ ତକିଆ ତଳେ ଥୁଆ ହେଇଛି ତକିଆ ତଳେ ଅଛି ମୋ ଘର ଶୋଇଲା ତକିଆ ତଳେ ଥୋଇଛି ଠିକ ଅଛି ସେଇ କଥା ତ ତାକୁ ନେଇଯିବୁ ଗୋଟେ ଡ୍ରେସ୍ କିଣିଦବୁ କିଣି ଆଣିବି ଆଉ ବୁଝିଲୁ ଆଇକି ପିନ୍ଧେଇ ନେଇ ପୁରା ଇଏ କରିଦେଲେ ସେ ତ ପରି ଭଳିଆ ଦେଖାଯିବ ଠିକ ଅଛି ପଇସା ପାଇଲେ ଚାଲିଲି ମାରିବି ଚାଲିବି ଆରେ
ସେତିକି ବିଶ୍ୱାସ ଅଛି ବୋଲି ତୋ ଉପରେ ତତେ ଭାର ଦଉଛି ନା କାରଣ ଆଉ କେହି କଣ ବିଶ୍ୱାସ ହବନି କାହା ନାତି ନା ତୁ ତୋ କାମ କର ମୁଁ ମୋ କାମ କରୁଛି ଠିକ ଅଛି ମୁଁ ଯାଉଛି ତୁ ଆଇକି ନେଇ ତୁମ ଘରକୁ ଯା ନାଇଁ ତ ବୁଢ଼ାକୁ ନେଇ ପହଞ୍ଚିଲେ ପହଞ୍ଚିବ ଯେ ଅଜା ତକିଆ ତଳେ ଅଛି ନା ଫେର ଆରେ କଣ ତତେ ମିଛରେ କହୁଛି ଅଛି ତ ତକିଆ ଦେଖି ଦେଖି ଠିକ ଅଛି ଅଜା ମୁଁ ଯାଉଛି ତାହେଲେ ଆରେ ଭାଇ ଭାଇ ତୁ ଆସିଲା ବଢ଼ିଆ ଶୁଖିଲା ହଁ ସେଇଭଳିଆ କହିଲା ଶୁଖିଲା ଦେଖ ଅଜା ମୁଁ ଦେଖିଛି ଶୁଣ ଶୁଣ ଆସ୍ତେ କିନେ ଯାଇ ସେ କବାଟ ଫାଙ୍କରେ ଦେଖିବୁ କିଏ ଆସିଛି ମତେ ଏଠି ଆସି କହିବୁ ଆଚ୍ଛା ଠିକ ଅଛି ଯା ଦେଖିବା ଦେଖିଆ ଆସିଲେ ଅଜା ହଁ ଚौक ଚିକଣି ଗାମଛା ପଞ୍ଜାବୀ ଲୁଗା ପିନ୍ଧି ପୁରା ମାନେ ଗୋଟେ ମାନେ ଆଇଜ ମାନେ ଗୋଟେ ଜନ୍ମିଦାର ଚେନ୍ ବେର ପକେଇ ଚାଲା ଖରାପ ଅବସ୍ଥା ହେଇଛି ସେଇ ସଳା ମହାଜନଟା ଆସିଗଲେ କି ସେଇ ବୁଢା ବୋଧେ ଆସିଥବ କଣ କରିବା ଆମେ କୁଳୁଗୁଡା ଭାଇ ଘର ଅଛ କି କୁଳୁଗୁଡା ଭାଇ ମାଇଲା ଅଜା କଣ କରିବା ଆମେ ତ ଆମ ଫେଲେ ମାରିକି ନା ଆମର କଣ କରିବା এইটুকে কাম করতে পারবো এইটা ମୋ ପୁଅ ଆଇ ମୋ ଝିଅ ତୋ ନାଁ ହଉଛି କୃଷ୍ଣ ତା ନାଁ ହଉଛି ବିନୋଦିନୀ କୃଷ୍ଣଚନ୍ଦ୍ର ଆରେ କୁଳୁଗୁଡା ଭାଇ ଘର ଅଛ ନା ନାଇଁ କୁଳୁଗୁଡା ଭାଇ କପଟ ଫିଟା ତୁ ଯାହା ମତେ ରୂପ ବର୍ଣ୍ଣନା ଦେଲୁ ତାରେ ସେଇ ଶଳା ବୋଧେ ଆସିଥିବ ଆଉ ହଁ କୁଳୁଗୁଡା ଭାଇ ଆରେ ମହାଜନ ପୁରା ଆରେ ଥାଉ ଚେୟାର ତ ଦରକାର ନାହିଁ ଆରେ ମୁଁ ଯୋଉ କଥା କହିଦେଲି ଆରେ କଣ ହେଲା ସେଇ କଥା ଆଗ କୁହ ବସିବା କଥା ପଛ କଥା ଦେଖ କଣ କରିବି 5 ଖଣ୍ଡ ଗାଁ ବାବୁ ବୁଲି ଆସିଲିଣି 5 ଖଣ୍ଡ ଗାଁ ବୁଲି ଆସିଲିଣି ପାଉନି ମିଳୁନି ନା ଆରେ କିଏ କହୁଛି ତା ଭାଇଟିକା ରସି ଦେବି ହଁ କିଏ କହୁଛି ସେଟା ବୁଢାଟା ତାଙ୍କକୁ ଝିଅ ଦେବାନି ଆଉ 10 ଖଣ୍ଡ ଗାଁ ବୁଲିକି ଏଇଲେ ପରେ ମୁଁ ଆପଣଙ୍କ ଘରକୁ ବାହାରିଥିଲି ପିନ୍ଧାପିନ୍ଧି କରି ବାହାରିଥିଲି ଆପଣ ଆସି ପହଞ୍ଚିଲେ ଆଉ ବର୍ତ୍ତମାନ କଣ କରାଯିବ ସେଇ କଥାଟା ମତେ କୁହ ହଉ ଆସିଛ ଟିକେ ଅପେକ୍ଷା କର ଆରେ ବାପା ନାନୀ କହିବି ଟିକେ ଚାହା କରି ଆଣିବୁ ଯା ଆଜ୍ଞା ନାନୀ କହ ଟିକେ ଚାହା କରି ଆଣିବୁ ଆଚ୍ଛା ହଉ ଠିକ ଅଛି ତାହେଲେ ବାପା ମୁଁ ଯାଉଛି ଯାହା ଟିକେ ମୁଁ ନାନୀ କହିବି କରିବ ମୁଁ ନେଇକିରି ଚଞ୍ଚଳା ଯାଉଛି ଆଚ୍ଛା ନାନୀ ମାନେ ମୁଁ କିଛି ବୁଝିପାରିଲିନି ମାନେ ଇଏ ତମ ଶାଳକ ବାବୁ ତାଙ୍କ ଚାଙ୍ଗୁନି ଆଉ ଇଏ ହଉଛି ମୋ ପୁଅ କୃଷ୍ଣଚରଣ ଓହୋ ଆଉ ସିଏ ହଉଛି ମୋ ଝିଅ ବିନି ମୁଁ କହିଲି ନାନୀ କି କହିବୁ ଯା ଟିକେ ଚାହା କରି ଆଣିବ ଏଇ ତ ଗୋଟିଏ ବିନି ଝିଅ ଗୋଟିଏ ବିନି ପୁଅ ଓହୋ ଆପଣଙ୍କ ଝିଅ କଥା କହୁଛନ୍ତି ସେ କଥା କହୁନାହାନ୍ତି ଆଉ ଆଚ୍ଛା ଇଏ ବିନି କଣ ଆପଣଙ୍କର ଝିଅ ଓହୋ ଆଚ୍ଛା ସେଇଟା ମତେ ଆପଣ ଆଗରୁ କହିନାହାନ୍ତି ଆଗରୁ ନ କହିଥିଲେ ତ ଏଇଟା କହିଲି ଆଚ୍ଛା 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 ତାହେଲେ ଆପଣଙ୍କର ଗୋଟିଏ ପୁଅ ଆଉ ଗୋଟିଏ ଝିଅ ହଉ ହଉ ଆରେ କୃଷ୍ଣ ଆରେ ତୁ ଚାହା ଆଣିଲୁ ନା ନାଇଁ ହଉ ଟିକେ ଶୁଣନ୍ତୁ ହଁ ବାପା ନଉଛି କଥା କହିବି ଯଦି ଆପଣ ଖରାପ କିଛି ନ ଭାବିବେ ଆପଣ ଯଦି ମତେ ପରମିଶନ ଦେବେ କହିବା ପାଇଁ ତାହେଲେ ମୁଁ କହିବି ଏ କଥା କଣ କି ଆପଣ ମନରେ ଯଦି କିଛି ନ ଭାବନ୍ତେ ମୁଁ ଆପଣଙ୍କ ଝିଅକୁ ବିବାହ ଆଜ୍ଞା ଆଜ୍ଞା ତମେ ଯଦି ଭଲ କଥା କହିବ ଆଜ୍ଞା ମୁଁ କାହିଁକି କଣ ମନେ ରହିବାକୁ ଯିବି ନାଇଁ କିଛି ନାହିଁ ଆପଣଙ୍କ ଝିଅ ତ ଯୋଉଠି ହେଲେ ବି ବିବାହ ହବ ତେଣୁ ମତେ ବିବାହର ଅସୁବିଧା କଣ ଅଛି ମୁଁ କଣ ତାକୁ ନେଇ କୋଉ ଅସୁବିଧା ରଖିବି ନା ମୋର ଧନ ସମ୍ପତ୍ତି ଗାଡି ଘୋଡା କୋଠା ଘର କଣ ଅଭାବ ଅଛି ସବୁ ମୁଁ ଦେଖିଛି ସବୁ ଭାବ ଅଛି ଆପଣଙ୍କ ଝିଅ ମୋ ଘରକୁ ଗଲେ ବହୁତ ଶାନ୍ତିରେ ରହିବ ମୁଁ ଟିକେ ମୋ ପୁଅକୁ ପଚାରେ ହଉ ପଚାରନ୍ତୁ ବାପା ଆଉ କଣ କରିବା ଆମର ତ ଦେବାକୁ କିଛି ନାହିଁ ଆମ ଘରେ କଣ ଅଛି ଦେଖୁଛୁ ଚାଳ ସବୁ ଏଇଠି ଫୁଟିକିରି ବାହାରିଲାଣି ପାଣି ଧରୁଛି ଧନାର ଅଭାବ ନାହିଁ ଆଚ୍ଛା ତୁ କହିଲୁ ତୋଠୁ ନ ବୁଝି ମୁଁ କଣ ତୋ ଘଣ୍ଟେ ତାକୁ ଦେଇଦେବି ବାପା ଅଛନ୍ତି ବାପା ଆଉ ବାପା ଥାଉ ତୋ ପୁଅ ବାପା ତମେ ଯାହା କହିବ ତମ ମୁଁ ରାଜି
ଆଚ୍ଛା ଯାହା କହିବ ତାହେଲେ ବୁଢାକୁ ମୁଁ ପୁରା ତମ ପାଦ ତଳିଆ ଆଉ ତମେ ଥାଉ ତ ମୁଁ କହିବି ଆଚ୍ଛା ବୁଢାକୁ ତାହେଲେ ବିବାହ କରିଦେବା। ବଡ ବାବୁ ସିଏ ବହୁତ ଟଙ୍କା ବହୁତ ସୁନା ଯାହା ବାବୁ ଆଉ କଣ ଅସୁବିଧା ହବ ଆମକୁ ହଁ ତୁ ଗୋଟେ କଥା କହ ହଁ ତୁ ଟିକେ ମହାଜନ ବାବୁଙ୍କୁ ନେଇକି ଝିଅକୁ ଦେଖେଇ ଦେଉଠି ସେ ହଁ 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 ଯାଉଛି ଦେଖେଇ ଦେଇ ଆସିବି ହଉ ଟିକେ ଆଗେ ଲା ତୁ ଝିଅକୁ ହଉ ଦେଖେଇ ମୁଁ ଯାଉଛି ଆପଣ ଏଠି ଥାନ୍ତୁ ହଁ। ଗୋଟେ ଝିଅକୁ ଦେଖିଦେଇ ଆସୁଛି। ଆସୁନ ଶଳା ଗାଁରେ ପାନେ ପାଇବୁ ଅଖା ଦଉଥବୁ ଗୁଣ ଗାଉଥବୁ। ଆଚ୍ଛା କଣ ଦେଖିଲେ? ହଁ ଝିଅକୁ ଦେଖିଲି ହଁ। ଝିଅ ପୁରା ପସନ୍ଦ ହେଲା ହଁ। ଆଉ ସବୁ ରହିଲା ଆପଣଙ୍କ ଉପରେ। ଆପଣ ବାପ ପୁଅ ଦି ଜଣ ଯଦି ମତେ ପରମିଶନ ଦେବେ ତାହେଲେ ମୁଁ ବାହାରେ। ଆରେ ଇଏ କୁଷ୍ଟ ଆଜ୍ଞା କାହିଁ ମତେ କେମିତି କେମିତି ଲାଗୁଛି ଏ କଥା ସମ୍ଭବ ନୁହେଁ। କଣ ସମ୍ଭବ ମାନେ ଆରେ ଶୁଣ ହଁ ତାଙ୍କର ଏଡେ ବଡ ଘର ହଁ ହଁ ବନ୍ଧୁ ବାନ୍ଧବ ହଁ 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 ଦୁନିଆ ମୁଁ କୋଉ ଗୁଣରେ ତାକୁ ସରିଯେ ମୋର ପୋଷ ଆତ୍ମା ଅଛି କିଛି ନୁହଁ ହଁ ମୋର ପୋଷ ଆତ୍ମା ଅଛି ଅଛି। ଝିଅ ମୋର ଗଣ୍ଡେ ଖାଇ ଖଣ୍ଡେ ପିଣିକି ଖୁସିରେ ଚଳିପାରିବ। ହଁ ଝିଅ ଆପଣଙ୍କର ପୁରା ଖୁସି ରହିବ। ହଁ କିନ୍ତୁ ଗୋଟେ କଥା ତାଙ୍କ ଉପଯୁକ୍ତ ଜିନିଷ ଯଦି ମୁଁ ନ ଦେଇ ପାରିବି ହଁ ହଁ ଆପଣ କିଛି ଚିନ୍ତା କରନ୍ତୁ ନାହିଁ ମୋର କୌଣସି ଜିନିଷ ଦରକାର ନାହିଁ। ମୋର ସବୁ ସମ୍ପତ୍ତି ଅଛି ଧନ ଅଛି ଗାଡି ଅଛି ଘୋଡା ଅଛି। କାହିଁ ସେମିତି ହଉଛ ସେ କଣ ଆଉ ଖରାପ ଲାଗୁଛି ତୁ ତ ଗୋଟେ ବୁଝିପାରିବୁନି ଆଉ ମୁଁ କାହିଁ ଜାଣିପାରୁଛି ମାନେ ଭଲ ତାଙ୍କ ଘର ଦ୍ୱାରକୁ ଚାହିଁ ହଁ ମୁଁ ଯଦି କିଛି ନ ଦେବି ଲୋକ କହିବେ କଣ କହିବେ ବାବୁ ଗୋଟେ ଭିକାରୀ ଘରୁ ଝିଅ ଆଣିଲେ ମୋର ତ ଦେଖୁଥିଲି ଯୋଉ କଥା ତାଙ୍କୁ ସେ କଥା ବୁଝିବେନି ଗୁଣୁଗୁଣା ଭାଇ ମୁଁ ସେ କଥା ସେ ବୁଝିବି ବୁଝିବେନି ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁ ଯେହେତୁ ଗୋଟେ କଥା ସେ ସବୁ ଦାୟିତ୍ୱ ମୋର। ବୁଝିବେନି ଆଉ ତାଙ୍କ ସମୟ ସେ କାମ କରୁଛନ୍ତି ହଁ। ସେ ଆମ ଉପରେ ପକେଇଥିବେ ସେ ସବୁ ଦାୟିତ୍ୱ ମୋର। ତମେ ବାପା ହଉ ଛାଡ଼ କୃଷ୍ଣ ଶରଣ ଆଜ୍ଞା ଏବେ କଣ କରିବା କହିଲୁ? କଣ କରିବା କହୁନ ଆଚ୍ଛା ବାବୁ ତ ରାଜି ହଁ ମୁଁ ରାଜି। ହଁ ଗଲା ହଁ ଝିଅ ଆଉ କଣ କରିବା ଆଉ ଆଚ୍ଛା ଗୋଟେ କଥା ମହାଜନ ବାବୁ ହଁ କୁହନ୍ତୁ। ଆମକୁ ତ ସମୟ ନାହିଁ ଆଜ୍ଞା ହୁଁ ଆଜ୍ଞା ମୁଁ ବୁଢା ହେଲେ ହଁ ଆଉ ତୁମେ ଯୋଉ ଟଙ୍କା ଦେଇଯାଇଛ 1,00,000 ଟଙ୍କା ହଁ 1,00,000 ଟଙ୍କା ଦେଇଛି ହଁ। 500 ଟଙ୍କା ବି ଦେଇଥିଲେ ଆଗ। ହଁ, ସେ ତ ଗଲା ହଁ ହଁ ଯୋଉ 1,00,000 ଟଙ୍କା ଦେଇଯାଇଛ ଆଜ୍ଞା ଆମେ ବୁଢିଆ ବୁଢିଆ ଡାକିବୁ ଛଣାଛଣି ହବ ଚେଷ୍ଟା ହବ ଓହୋ। ହଁ, ମୁଁ ତ ବୁଢା ଲୋକ କୁଆଡେ ଯାଇପାରିବି ନାହିଁ ହଁ ତୁମେ ଗୋଟେ କଥା କର ଯଦି ଖରାପ ନ ନା ଭାବିବ। ଖରାପ କିଛି ଭାବିବିନି। ତୁମର ଆଜି ମୋର ଆଜି ହେଇଗଲା ହଁ ହଁ ତମେ ଦିନିକି ଅଟୋ ତ ଆଣିଛ ଅଟୋରେ ନେଇଯାଅ ଆଜ୍ଞା ହଁ ଆଉ ସିଏ ଯାଇ ଚତୁର୍ଥୀ ଦିନ ଭାର ଭାର ନେଇ ପହଞ୍ଚିବ ଆଉ ଆପଣ ତ ରାଜି ହେଲେ ମୁଁ ଆଜି ନେଇ ପଳେଇଯିବି ଆଉ। ହଁ ଆଉ ଗୋଟେ କଥା କୁହନ୍ତୁ। ଆଉ ତା ହାତରେ ଆଜ୍ଞା। ଅବଶିଷ୍ଟଟା ଦେଲେ ଆମର ଖଟ ପଲଙ୍କ ଆଜିକାଲି ଆରେ ଆରେ ଆପଣ ଚିନ୍ତା କରନ୍ତୁ ନାହିଁ। ଆପଣ ତ ଜାଣିଥିବେ ପଇସା ପତ୍ର କଥା ଆପଣ ଚିନ୍ତା କରନ୍ତୁ ନାହିଁ। ଆଉ ଅବଶିଷ୍ଟ ଯାହା ଲାଗିବ ଚତୁର୍ଥୀରେ ଆପଣ ଭାର ପଠେଇବେ ସେଇ ବାବଦରେ ମୁଁ ଆଉ 1,00,000 ଟଙ୍କା ଆପଣଙ୍କୁ ଏବେ ଦେଇଦେଇଛି। ସିଏ କଣ ସେଭଳି ଲୋକ ଭଗବାନ ସବୁ କଥା ଆପଣ ଚିନ୍ତା କରନ୍ତୁ ନାହିଁ। ହଉ ହଉ ହେଲା ଭଗବାନ ତ ଆରେ ନାନୀ କି ଯାଏ କହ ମୁଁ ତ ହଁ, ଯାଅ, ଯାଅ। ମାନେ ଲୁଗାପଟା ପିନ୍ଧୁ ହଁ ମୁଁ ଯାଉଛି ଶୀଘ୍ର ଶୀଘ୍ର ଯାଉଛି ମୁଁ ଜାଣିଛି ମୁଁ ଯିବି ଆରେ ଲୁଗା ବାବା ମୁଁ ଯାଉଛି ତମେ ଯାଅ ଶୀଘ୍ର ଯାଅ। କୃଷ୍ଣ ଆରେ ନାନୀ ଲୁଗାପଟା ପିନ୍ଧି ସାରିଲାଟି ହଁ ସେ ଯିବେ ଡେରି ହଉଛି ନା ନାଇଁ ଆମର ତୋର ପୁଣି ଦୁନିଆ କାମ ଅଛି ତୁ ଉଡିଆ ଦେଖିବାକୁ ଯିବୁ ପେଟି କୋଉଠୁ ଯାଇ ଆଣେ ହଁ ତାକୁ ଆଗ ଆଡଭାନ୍ସ ଦେଇଦେବୁ ବୁଢିଆକୁ ଆଗ ଆଡଭାନ୍ସ ଦେଇଦେବୁ ଟଙ୍କା 500 ଆରେ ଗଲୁ କୋଉଠୁ ଭାଇ ଆଉ ସେ ମିଠା ଫିଠା ସବୁ ପଛରେ ଆପଣ ପଠେଇବେ ସେଥିପାଇଁ ମୁଁ ସବୁ ବନ୍ଦୋବସ୍ତ କରିଦେଇଛି। ଆଉ ଏବେ ଝିଅକୁ ଟିକେ ତାକୁ ଶୀଘ୍ର କୁହନ୍ତୁ ଟିକେ ଝିଅକୁ ଆଣିକି ଆସନ୍ତୁ। କୃଷ୍ଣ ତୁ ନାନୀ ଶାଢୀ ଫାଡି ଯଦି ପିନ୍ଧିଲା ତାକୁ କହ ବାହାରୁ ଆଉ ଲେଟ୍ କରନା ବାବୁ ଆଜ୍ଞା କୁହନ୍ତୁ। ଗୋଟେ କଥା ହଁ କୁହନ୍ତୁ। ମୋ ଝିଅ କିଛି ଜାଣିନାହିଁ ଏଠି ଗରିବ ଘରେ ବଢିଛି ହଉ ହଉ ହଁ ତାକୁ ଯେମିତି କେହି କିଛି ନ କହନ୍ତି କେହି କହିବାକୁ ନାହିଁ। ହଁ ଗୋଟେ କଥା ହଁ। ତାକୁ ଟିକେ ରଖି ଚଳି ନବ ପୁରା ଜଗି ରଖି ଚଳିବି। ସେ- କିଛି କିଛି ନାହିଁ କିଛି ନାହିଁ ଆପଣ ଜମା ମନ ବ୍ୟସ୍ତ କରନ୍ତୁ ନାହିଁ। ଗୋଟିଏ ବୋଲି ଆପଣ ଜମା ମନ ଦୁଃଖ କରନ୍ତୁ ନାହିଁ ତାର କୌଣସି ଥରେ ଅସୁବିଧା ହବ ନାହିଁ ତା ପାଇଁ ମୁଁ ଅଛି। ଆଉ ଚାକର ଚାକରାଣୀ ସବୁ ଖୋଜା ହେଇଛି ସେ ଗୋଡ ଉପରେ ଗୋଡ ପକେଇ ବସିବ ହେଲା, କିଛି ଅସୁବିଧା ତାର ହବ ନାହିଁ। ମନ ବୁଝୁ ନାହିଁ କିଛି କିଛି ବ୍ୟସ୍ତ ହବ ନାହିଁ କିଛି ବ୍ୟସ୍ତ ହବାର ନାହିଁ। ମନ ବୁଝୁ ନାହିଁ ସବୁ ଦାୟିତ୍ୱ ମୁଁ ଆପଣଙ୍କର ନେଲି ଆପଣଙ୍କ ଝିଅର କିଛି ଅସୁବିଧା ହବ ନାହିଁ। ହଉ ଯାଅ
ଝିଅ ବାହାରିଲା ଲୁଗାପଟା ପିନ୍ଧି ହଁ ଶୀଘ୍ର ଡାକି ଦିଅନ୍ତୁ। ଯାଅ ତୁମେ ଯାଅ ମୁଁ ଯିବି। ହଁ ତୁମେ ଆଚ୍ଛା। ଯାଅ ଯାଅ ଅଟୋ ବାଲା ଯାଅ। ଆରେ ଡ୍ରାଇଭର ଅଟୋ ଷ୍ଟାର୍ଟ କର। ବାପା ମୁଁ ଟିକେ ଶାଶୁଘରୁ ଗଲାବେଳେ ଦେଖିଥାନ୍ତି ତମେ ଟିକେ ଆସିପାରିଲନି ବାପା। ମୁଁ ତୋ ପାଖକୁ ଯାଇପାରୁନାହିଁ ମୁଁ ଗଲେ ଧୈର୍ଯ୍ୟ ଲାଗିବଟି ତୁ କାନ୍ଦେ ନା ମା ମୁଁ 15 ଦିନ ଯାଇ ତୋ ପାଖରେ ପହଞ୍ଚିବି। ଓ ଯା ଫାଣ୍ଟାଷ୍ଟିକ ଡ୍ରାମା ଏମିତି କାମ ଥିଲା କୋଉଠୁ ବଢିଆ କିଛି କାନ୍ଦିଦେଲ ଅଜା ଏମିତି ରୋଲ ତମର ବହୁତ ବୁଦ୍ଧି ତମର ମୁଁ ଜାଣିନଥିଲି ଏମିତି ତମେ କହିବ ବୋଲି। ଆରେ ଠିକ ମାନିବାକୁ ପଡିବ ମୁଁ ତ ଆଶା କରି ପଡିବି ନା ଭାଡ଼ିବା ହଁ ବୁଢା ନେଇକି 70 ବର୍ଷରେ ମାଇକିନିଆ ଅକା ଦଉଥିବ ବୁଢା ଗାଉଥବ ଆରେ ସେ ପେଟି ଗୁଡା ସଜେଇ ରଖିଦେ ସଦାରେ ଦେଖିବି ସଦାରେ ମୁଁ ସଦାରେ ରଖିଦେଇଛି ନା ଆଉ ସେ ଯେମିତି ଦେଖିବ ସିଏ ତ ନିଶ୍ଚୟ କାଲି ସକାଳୁ ଆସି ପହଞ୍ଚିବ ବୋଲି ମୋର ମନେ ହଉଛି। ଆସୁ ସିଏ ବଢିଆ ହବ ନା ପେଟିକି ସଜାଇ ରଖିଲା ତାକୁ କହିଲ ଏଇଟା ଦରଜି ପେଟି ସେଇଟା ମିଠେଇ ପେଟି ସେଇଟା ଖାତା ପେଟି ଏଇଟା ଆମକ ସେଇଟା ସବୁକ ସବୁ ପଇସା ଦେଇଯିବା ତା ପେଟି ଭିତରେ ଥାଉ ଗୋଟେ ପଥର ବୁଝିବା ତାକୁ ଖୋଲିକି ଦେଖୁଛି ପେଟି ତ ରଖିବା ଆଉ ସେଇ ତୋତେ ତ ସେଇଆ କହିଲେ ଆଉ କଥା ହେଇଛି ବୁଢା ମୁଁ ଭାବୁଛି ଗୋଟେ ଆସିବ ଯୋଉ ହିସାବ ହେଇଛି ନାନୀ ନିଶ୍ଚୟ ପୁରା ବୁଟୁଳା ଧରିଥିବ ମାରି ସାରିବଣି ନା ଅଜା ଆଉ ଦେରି କରୁନାହିଁ ଏଇ ହିସାବରେ ଯାହା ଆମେ କଥାବାର୍ତ୍ତା ହବା ବା ହେଇଛେ ତାକୁ ପ୍ରୟୋଗ କରିବା ନହେଲେ ହେଇଛି ହାପି ଯିବା ଆମେ ହାପି ଯିବା ତେଣୁକରି ମୋ ଅଜା ହାପି ନାହିଁ ଯେ ମୁଁ ଜାଣିଛି ଆରେ ତୋଠୁ ତୁ ଆଇଥିନି ଆଇ ତ ମାନିବାକୁ ପଡିବ ମୁଁ ଆଇକି ତୋଠୁ ତୁ ଆଇଥିନି ଚାନ୍ଦିରେ ଗୋଟେ ଅଟୋ ଦାମ ପଡ଼ିଲାଣି ଘରେ କିଏ ଅଛ ନା ନାଇଁ? ବାବୁ ତମ ଝିଅ କାହିଁ ଆଜି ରାତି ପାଇଥିଲେ ଚଉଠି ହେଇଥାନ୍ତା ଚତୁର୍ଥୀ ହେଇଥାନ୍ତା ଘରେ ମୋର କଳାକନା ବୁଲେଇ ଯାହା ଟଙ୍କା ସୁନା ରୂପା ଥିଲା ସବୁ କଳାକନା ବୁଲେଇ ଘରେ ଧରିକି ପାରେ ଏ କି କଥା ମୋ ମୁଣ୍ଡ ଖରାପ ହେଇଗଲାଣି କଣ କହିଲୁ କଣ କହିଲି କହିଲି କଣ ମୋ ଟଙ୍କା ନାହିଁ ସୁନା ନାହିଁ ଗୋଟେ ସିନ୍ଦୁକ ଭାଙ୍ଗି 10 ଲକ୍ଷ ଟଙ୍କା ଯାହା ଗହଣା ଗାଠି ଥିଲା ତାପରେ ଆଉ ଯାହାର ଶାଢୀ ସବୁ ଧରିକି ପ୍ରଭୁ ଭଗବାନ କଣ ପ୍ରଭୁ ମତେ ଦେଖଉଛ ହେ ପ୍ରଭୁ କଣ ଦେଖଉଛ ମୋ ଟଙ୍କା କାହିଁ କୋଉଠି ରଖିଛ ତମ ଘରକୁ ଆଣିକି ଆସ ତମ ଝିଅ ସେ କାଦ କଟା କଲେ ମୁଁ ଶୁଣିବିନି କିଛି ଟଙ୍କା ଯାଇଥିବ ଝିଅ କି କଥା ତମ ଝିଅ ପୁରା ଆଣିକି ଆସିବା ଟଙ୍କା ଆରେ ତମ ଝିଅ ପଳେଇ ଆସିଛି ପାଟି ଚୁପ କର କଣ ମୋ ଭଉଣୀକି ଜେଲ୍ ଯାଅ ତ ଯା ଭାଇଦେ ମୋ ମତେ ଲଗେଇବାକୁ ଚେଷ୍ଟା କର ନା ଆରେ ଏ ଜମିଦାରକୁ ଲାଗି ମୋ ଭଉଣୀ ଜାଣିଛ ଯେମିତି ଭଉଣୀ ନେ ତ ସେମିତି ଚେଷ୍ଟା କର ନହେଲେ ହାଇଦେ ପଛେଇବି ନାହିଁ ମୁଁ କହିଦଉଛି ଜମିଦାର ନରିକି ନାଲି ଆଖି ଦେଖା ଉଠା ଉଠା ତମ ଝିଅ ତମର କଳାକନା ବୁଲେଇକି ଆଣିକି ଆସିଛି ଆଣିକି ଏଇଠି ରଖ ବେଶୀ କଥାବାର୍ତ୍ତା କରୁଛୁ ଥାନାକୁ ଯିବ କେବ ଭଉଣୀ କି କଣ ଯେ ତ ସବୁ କଟା କଟା ହିସାବ କରି ବାପା କଣ ଥାନାକୁ ଯିବି ହାତ ଧରି ପକାଇବି କଣ କହିବି କୁହ କଣ କହିବ ଧର ତମେ ଶୁଣ ମୁଁ ବୁଝେଇ ଦଉଛି ହଁ ବୁଝ ବାବୁ ଶୁଣ ଟିକେ ଥରେ ରହ ମୋର ତ ଘର ନିଜ ଖରାପ ଆଜ୍ଞା ଆଚ୍ଛା ତମ ଭଉଣୀ କୋଉଠି ଅଛି ଦେଖି ଆସିଲ ଯା ବୁଲି ଆସ ଏ ଯୋଉ ପେଟି ଫେଟି ସବୁ ଥୁଆ ହେଇଛି ଲକ୍ଷେ ଟଙ୍କା ଖର୍ଚ୍ଚ ଛାଡ ଯାହା ହବା କଥା ହେଇଯାଇଛି ଯାହା ହବା କଥା ହେଇଯାଇଛି ଆଉ କାନ୍ଦିକି ମନ ଆଉ କାନ୍ଦ ନାହିଁ ଯାହା ଶୁଣ ଯାହା ହେଇଯାଇଛି ଆଉ ମନ ଦୁଃଖ କଣ ହେଇଛି ଯାହା ତ ହବାର ଥିଲା ହେଲା ଆଉ ସେ ଥାନା ଫାନା ଛାଡ ମୁଁ ଆଉ 2 ଲକ୍ଷ ଟଙ୍କା ଦଉଛି ଶୁଣ ରୁହ ମୁଁ ଆଉ 2 ଲକ୍ଷ ଟଙ୍କା ତମକୁ ଦଉଛି ତମେ ନିଅ ଆଉ ଥାନା ଫାନା କିଛି ଯାଅ ନାହିଁ ଯାହା ମୋ ଭାଗ୍ୟରେ ଥିଲା ହେଲା
ଆଉ ଯାହା ହେଇଯାଇଛି ଆଉ କଥା ମନ ଦୁଃଖ କର ନାହିଁ ଆଉ ସେ କଥା ଆଉ ଧର ନାହିଁ। କଣ କରିବା ଆଉ ଭାବୁଛି କୁସୁମ ବାପା ଆରେ କଣ ବାବୁ କହୁଛନ୍ତି ଗୋଟେ ଫାଇନାଲ କର। କଣ ସେ କହୁଛନ୍ତି 2 ଲକ୍ଷ ଟଙ୍କା ମୋ ଭଉଣୀ କଣ 3 ଲକ୍ଷ ଆଉ ହେଲା ମୁଁ ପୁରା କହିଲି 2 ଲକ୍ଷ ଦେବି ବୋଲି ଆଉ ଏବେ ନେଇଯାଅ 2 ଲକ୍ଷ ନେଇଯାଅ ମୁଁ ଦେଇଦେବୁ ସାଙ୍ଗେ ସାଙ୍ଗେ ନିଅ ବାପା ନିଅ ଧର ନିଅ ଛାଡ ଥାନ୍ତା କୋର୍ଟ କଚେରୀ ଗଲେ ଆଉ କଣ ମିଳିବ ମୋ ଭାଗ୍ୟରେ ଯାହା ଥିଲା ସେଇଆ ହେଲା। ମୁଁ ଗୋଟେ କଥା କହୁଛି 2 ଲକ୍ଷ ଟଙ୍କା ଆଜ୍ଞା। କଣ ଗୋଟେ ଜୀବନର ମୂଲ୍ୟ ନାଇଁ ହଁ ଏଇ କୃଷ୍ଣ ଆଜ୍ଞା କଣ ବାବୁ କହୁଛନ୍ତି 2 ଲକ୍ଷ ଟଙ୍କାରେ ହେଇଗଲା। ମୋ ଜୀବନ ଆଉ ନାହିଁ ବାପା ମୁଁ ଆଉ କିଛି କହିପାରିବି ଗୋଟେ କଥା କର ଗୋଟେ କଣ ଫାଇନାଲ କର। ଆଉ ଫାଇନାଲ କଣ କରିବେ ମୁଁ ତ 2 ଲକ୍ଷ ଟଙ୍କା ଦେଲି ଆପଣଙ୍କୁ ନାଇଁ, ଆଉ ଆଉ ସେ କଥା ନୁହେଁ ଆଉ କୋଉ କଥା ତାହେଲେ ତୁମେ ଆଉ 5 ଲକ୍ଷ ଟଙ୍କା ଦବ କି? କଣ ଆଉ 5 ଲକ୍ଷ ଆଉ ଏତେ ପଇସା ମୁଁ କୋଉଠୁ ଆଣିବି ତମ ଝିଅ ତ ଯାହା ଥିଲା କଳା କନା ବୁଲି ସବୁ ନେଇ ପଳେଇ ଆଇଲା। ନାଇଁ ତମକୁ ସେମିତି ପାରିବ ନାହିଁ କି କଥା ସାଙ୍ଗେ ସାଙ୍ଗେ ଥାନାକୁ ଯିବି 5 ଲକ୍ଷ ଯଦି ଦବ ତାହେଲେ ଯାହା ଶିଖୁଛ ଆମ ଭାଗ୍ୟ ତ ସେ ବାପା ଶୁଣ ବାପା ଶୁଣ ବାପା ଶୁଣ ଯାହା ହବାର କଥା ହେଲା 2 ଲକ୍ଷ ତମେ ଦେଇ ତମେ ଗୋଟେ କାମ କର ଆଉ ତ ପଇସା ପତ୍ର ମୁଁ ଆଣି ନାହିଁ 2 ଲକ୍ଷ ଟଙ୍କା ଆଣିକି ଆଇଥିଲି ତମେ ମୋ ସାଙ୍ଗରେ ଆସ ଆମ ଘର ଠେଇକି ଆସ ମୁଁ ଆଉ 5 ଲକ୍ଷ ଟଙ୍କା ତମକୁ ଦେବି ତମେ ଆଣିକି ଆସିବ। ମୁଁ ତମ ଘରକୁ ଯିବି ତମେ ମୋ ସେଠି ବାନ୍ଧିବ 5 ଲକ୍ଷ 10 ଲକ୍ଷ ଟଙ୍କା ଆଣିବ ଶୁଣ ଆରେ ଶୁଣ ଶୁଣ ଭାଇ ଶୁଣ କଣ ଶୁଣିବ ନରୀ ମହାନ୍ତି ଗୋଟାଏ ଜଞ୍ଜାଲ ଗୋଟାଏ ତା କଥା ଗୋଟାଏ କହିଲି ମାନେ ଦେବି ଆସ ମୋ ସାଙ୍ଗରେ ତମକୁ ନେଇକି ଯିବି। ନାଇଲୋ ବାପା ଆଉ କେମିତି ହବ ଫୋନ କର ଏଇଠି ଆଣିକିରି ଆମକୁ ଦବ 1.5 ଲାଖିଆ କଥା ଏଇଠି ଦବାକୁ ପଡିବ କଲର ଛିଣ୍ଡେଇ ଦେବି ହୁସିଆର ଭାବୁଛ କଣ ମୁଁ ଢେଙ୍କାନାଳ ଆଇଛି କି ଫୋନ କର ପଇସା ଦିଅ ସାଙ୍ଗେ ସାଙ୍ଗେ ଫୋନ କର ତମେ ପରା ମୋ ସାଙ୍ଗରେ ଯିବ ଜମା ନୁହଁ ସାଙ୍ଗେ ସାଙ୍ଗେ ଫୋନ କର ଥାନାକୁ ଯିବି ନହେଲେ ସାଙ୍ଗେ ସାଙ୍ଗେ ଫୋନ କରି ଥାନା ହେଲେ କଣ ପଇସା ମିଳିଯିବ ମିଳିବ ମୋ ଭଉଣୀ ମିଳିବ ସବୁ ମିଳିବ ଯଦି ସେଇଟା ତମର ନ ହବ ତାହେଲେ ସାଙ୍ଗେ ସାଙ୍ଗେ ଫୋନ ବାହାର କର ଫୋନ କର ସେ ପଇସା ଆଣି ଏଇଠି ତାହେଲେ ଏଇଠି ପଇସା ଆସିଲେ ତାପରେ ମତେ ଛାଡିବ ଠାକୁରଙ୍କୁ ଯାହା ତ ହେଲା ସେ ଠାକୁରଙ୍କ ଇଚ୍ଛା ଆମେ ଭଉଣୀ ଖୋଜିବୁ କି ଭଲ ମନ୍ଦ କରିବୁ ସେଟା ଆମ ଉପରେ ତମକୁ ଆଉ କିଛି କରିବୁନି ଦରକାର ବେଳେ 10 କରି ଦୁଇ ମାରିଦବୁ ଗଲା ତମେ ଯାଇ ନୁହଁ ରୁହ ମୁଁ ଫୋନ କରୁଛି ଟିକେ ଥୟ ଧର ଘରକୁ ଯିବ ସେ ଧନ୍ଦା ଛାଡି ଦିଅ ହ୍ୟାଲୋ ରମେଶ ଆରେ ମୋ ଆଟା ଚାବିଟା ସେ ତକିଆ ତଳେ ଅଛି ସେ ତକିଆ ତଳୁ ଚାବିଟା ନେଇକି ଟଙ୍କା 5 ଲକ୍ଷ ବାହାର କରି ଆଣିକି ଆସି ପହଞ୍ଚିବୁ ଏଠି କୃଷ୍ଣ ବାବୁଙ୍କ ଘରେ ଆସି ପହଞ୍ଚିବୁ ଯାହାକୁ କୁଳୁଗୁଡା ଭାଇ କହୁ ତାଙ୍କରି ଘରେ ଆସି ପହଞ୍ଚିବୁ ଶୀଘ୍ର ହଉ ରହିଲି ହଉ ସେ ଆସୁଛି ଟଙ୍କା ଆଣିକି ଆଉ ଗୋଟେ କଥା ଆଉ ବାବୁ ତ ମାନିଲେ ଗୋଟେ ରଫା କରିଲେ ଯାହା ଆଉ ରାଗେ ସେ ପଇସା ଆଇଲେ ଫୋନ କରି ତ ଆଇଲେ ରୁହ ହଉ ସେ ଆସିଗଲାଣି ବୋଧେ ଆଉ ମୁଁ ଯାଉଛି ଟଙ୍କା ଘିନି ଯା ହଉ ବାବୁ ଆଜ୍ଞା ତମର କହିବା ମୁତାବକ 5 ଲକ୍ଷ ଟଙ୍କା ପୁରା ଗୋଟା ଗୋଟା କରି ଗଣି ଦିଅ ବାପା ଦେଖିଲେ ଏଇ ଦେଖ ଇଏ ପୁରା 5 ଲକ୍ଷ ବାପା ଗଣ ଶୁଣ ତାଙ୍କ କଥାରେ ଭୁଲ ନାହିଁ ମୋ କଥାରେ ବିଲକୁଲ ଭୁଲ ନାହିଁ ତମେ 5 ଲକ୍ଷ କଥା କହିଦେଇ ବଡ ଭୁଲ କରୁଛ ଆମ ଭଉଣୀ ଛାଡ ସେ କଥା ଆଉ ଯାହା ତ ହେଲାନି ସେ ଆଉ କହିଲେ ଭଲ ହବ ନାହିଁ ସେ ଗଲା ସେ ବିଷ୍ଟାକୁ ଖେଳିଲେ ମୁখ ଛୁଟିବ ସେଗୁଡା ନୁହଁ ତମେ ଦେଖ ପଇସାଟା 5 ଲକ୍ଷ ଅଛି ଠିକ ଥବ ଆଉ କଣ କରିବା ଆଉ ଯାହା ତ ହେଲା ଆଉ କଣ କରିବା ହଉ କୃଷ୍ଣ ବାବୁ ଆଜ୍ଞା ମୁଁ ଏବେ ଆସୁଛି ଆଜ୍ଞା ନମସ୍କାର ଆଜ୍ଞା ରହିଲି ଭାଇ ଆଜ୍ଞା ଆଉ ତ ଦୋଷ ନାହିଁ ଗଲା ଯାହା ହବ ଆମେ ଦେଖିବୁ କଣ କରିବା ଅଜା କଣ ମନକୁ ପାଇଛି ତ ନାଇଁ ତମର ତ ଆକ୍ଟିଂ କରୁଥିଲ ତାଠାରୁ ମୋର ବଳିଛୁ ନା ନାଇଁ ବା ବଳିବ ମାନେ ବାପ ଚୌକାକୁ ପୁଅ ଛକା ଆରେ ଭାଡ଼ିଆ କେମିତି ମଜା ଦେଖିଲ କହିବାକୁ ଅଛି ଆଉ ଯାହା ହେଇଗଲା ନା ମଖେ ହେଇଗଲା ପୁରା ଚନ୍ଦା ଆରେ ତୋର ଅଧୁକୁ ମୋର ବୁଢା ମା ଦେଖୁଥିବ ରାଧେ ରାଧେ ଆରେ ଶୁଣୁ ଭାଡ଼ିଆ କଥା ମୋର ତୋ ଆଈର ହେଲା ବାହାଘର
ଯିବା ସେଇଟା ଭାଗବତ କରିବା। କୁଳୁଡ଼ା